ରାଜ୍ୟରେ ଶୀତ ପ୍ରକୋପ ବଢ଼ିଛି 10 ଡିଗ୍ରୀ ତଳେ 6 ସହର। ଝାରସୁଗୁଡ଼ା ଓ ଅନୁଗୁଳରେ ପ୍ରବଳ ଜାଡ଼। ଆଜି ଡିସେମ୍ବର ମାସ 8 ତାରିଖ ସୋମବାର। ଆଜିର ପାଣିପାଗ ଅପଡେଟ୍ ଆସିଯାଇଛି। ଚାଲନ୍ତୁ ନଜର ପକାଇବା। ଉତ୍ତର ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରଭାବ ଯୋଗୁଁ ରାଜ୍ୟରେ ଶୀତ ପ୍ରକୋପ ବଢ଼ିଛି। ପାହାଡ଼ିଆ ଏବଂ ସମତଳ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଯୋଗୁଁ ଅପରାହ୍ନ 4ଟା ବାଜିଲେ ଶୀତ ମାଡ଼ି ଆସୁଛି। ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ପ୍ରାୟ ଅଞ୍ଚଳରେ ରାତି ତାପମାତ୍ରା କମିବା ଯୋଗୁଁ ପାରଦ 10 ଡିଗ୍ରୀ ତଳକୁ ଖସି ଆସିଛି। ଜାଡ଼ରେ ସାରା ରାଜ୍ୟ ଥରୁଥିବା ବେଳେ ଝାରସୁଗୁଡ଼ା ଓ ଅନୁଗୁଳରେ ଶୀତ ଲହରୀ ପ୍ରଭାବ ଜାରି ରହିଛି। ରାଜ୍ୟରେ 6 ସହରରେ ସର୍ବନିମ୍ନ ରାତି ତାପମାତ୍ରା 10 ଡିଗ୍ରୀ ତଳେ ରହିଛି। ଦାରିଙ୍ଗବାଡ଼ିଠାରେ ରାତିରେ ପାରଦ ସ୍ତର 8 ଡିଗ୍ରୀ ରେକର୍ଡ ହୋଇଛି। ଏହା ପଛକୁ ରାଉରକେଲାରେ 8.1 ଡିଗ୍ରୀ, ଫୁଲବାଣୀରେ 8.5 ଡିଗ୍ରୀ, ଝାରସୁଗୁଡ଼ାରେ 8.6 ଡିଗ୍ରୀ, କେନ୍ଦୁଝରରେ 9.4 ଡିଗ୍ରୀ, ଅନୁଗୁଳରେ 9.8 ଡିଗ୍ରୀ ଲେଖାଏଁ ରହିଥିଲା। ସେହିଭଳି ଗତକାଲି ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ସକାଳେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ସେହିପରି ଆଜି ରାଜ୍ୟରେ ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ରାତି ଓ ସକାଳୁ ଘନ କୁହୁଡ଼ି ଦେଖାଯାଇପାରେ। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଶୀତ ଜାରି ରହିବ। ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ପାଗ ଆଜି ଆଂଶିକ ମେଘୁଆ ରହିପାରେ।